ସମସ୍ତେ ତୁମ ସହ କଥା ହେବା ପାଇଁ ପାଗଳ ହେବେ। ବସ୍ ଏହି ଗୋଟିଏ ଜିନିଷ ଆଜିଠାରୁ ବଦଳେଇ ଦିଅ। କ'ଣ ଆପଣଙ୍କୁ ଲାଗୁଛି କି ଲୋକେ ଆପଣଙ୍କୁ ଗୁରୁତ୍ୱ ଦେଉନାହାନ୍ତି? ଆପଣ କଥା ହେବାକୁ ଚାହୁଁଛନ୍ତି କିନ୍ତୁ ସେମାନେ ଆପଣଙ୍କୁ ଇଗ୍ନୋର କରୁଛନ୍ତି। ମନେ ରଖନ୍ତୁ ବନ୍ଧୁ, ଦୁନିଆ କେବଳ ମୁହଁକୁ ଦେଖେନି, ମଣିଷର ଔକାତ ଦେଖେ। ଆଜି ମୁଁ ଆପଣଙ୍କୁ ଏମିତି ଏକ ଆଟିଚ୍ୟୁଡର ବାଟ ଶିଖାଇବି ଯାହାପରେ ସେହି ଲୋକମାନେ ହିଁ ଆପଣଙ୍କ ସହ କଥା ହେବାକୁ ଲାଇନ୍ ଲଗାଇବେ ଯେଉଁମାନେ କେବେ ଇଗ୍ନୋର କରିଥିଲେ। ଆଉ ଏହି ଆଟିଚ୍ୟୁଡ କେବଳ କଥାରେ ନୁହେଁ, ଆପଣଙ୍କ ପକେଟରୁ ଆରମ୍ଭ ହେବ। କାରଣ ମନେ ରଖନ୍ତୁ, ଖାଲି ପକେଟରେ କେବଳ ଦର୍ଶନ ମିଳେ, ସମ୍ମାନ ନୁହେଁ। ଭିଡ଼ିଓଟିକୁ ଷ୍ଟେପ୍ ବାଇ ଷ୍ଟେପ୍ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଟଙ୍କାର ମହତ୍ଵ ଏବଂ ଟଙ୍କାକୁ ନେଇ ନିଜର ମହତ୍ଵ ଆପଣମାନେ ନିଶ୍ଚୟ ବୁଝିଯିବେ। କ'ଣ ଆପଣ କେବେ ଏପରି ଜଣେ ବ୍ୟକ୍ତିକୁ ଭେଟିଛନ୍ତି ଯେ ରୁମ୍ ଭିତରକୁ ଆସିବା ମାତ୍ରେ ସମସ୍ତଙ୍କ ନଜର ତାଙ୍କ ଉପରକୁ ଅଟକିଯାଏ? ସେମାନେ କିଛି ଖାସ୍ କରନ୍ତି ନାହିଁ, ତଥାପି ସମସ୍ତେ ତାଙ୍କ ସହ କଥା ହେବାକୁ ଚାହାନ୍ତି। କ'ଣ ଏହା କେବଳ ଭାଗ୍ୟ? ନା, ଏହା ହେଉଛି ସାଇକୋଲୋଜିକାଲ ଆଟିଚ୍ୟୁଡ। ଆଜିର ଏହି ଭିଡ଼ିଓରେ ମୁଁ ଆପଣଙ୍କୁ ସେହି 5ଟି ସିକ୍ରେଟ ଟିପ୍ସ ଦେବି ଯାହା ଆପଣଙ୍କ ବ୍ୟକ୍ତିତ୍ୱକୁ ଏକ ଚୁମ୍ବକ ବା ମ୍ୟାଗ୍ନେଟ ଭଳି କରିଦେବ। ଅଳ୍ପ କୁହ ଏବଂ ଗଭୀର କୁହ। ଦ ପାୱାର ଅଫ୍ ସାଇଲେନ୍ସ। ଯିଏ ଅଧିକ କଥା କୁହେ ତାକୁ କେହି ଶୁଣନ୍ତି ନାହିଁ, ବରଂ ତାଙ୍କୁ ଶୁଣିବାକୁ ଚିଡ଼ା ଲାଗେ। ଗୋଟିଏ ଖାଲି ମାଠିଆକୁ ବାଡ଼େଇଲେ ସେ ବହୁ ଶବ୍ଦ କରେ, କିନ୍ତୁ ପାଣି ଭର୍ତ୍ତି ଥିବା ମାଠିଆ ଶାନ୍ତ ରୁହେ। ଯଦି ଆପଣ ସବୁବେଳେ ନିଜ ବିଷୟରେ ବଡ଼େଇ କରୁଛନ୍ତି ବା ଅଧିକ କଥା କହୁଛନ୍ତି, ତେବେ ଲୋକେ ଆପଣଙ୍କୁ ସେହି ଖାଲି ମାଠିଆ ବୋଲି ଭାବିବେ। ଯେଉଁ ବ୍ୟକ୍ତି ଗମ୍ଭୀର ଏବଂ ନିଜ କାମରେ ମାହିର ହୋଇଥାନ୍ତି ସେମାନେ ବେଶୀ କୁହନ୍ତି ନାହିଁ, ତାଙ୍କର କାମ କଥା କୁହେ। ଜଣେ ସଫଳ ବ୍ୟବସାୟୀ ତାଙ୍କ ପୁଅକୁ ଜନ୍ମଦିନରେ ଏକ ମୂଲ୍ୟବାନ ପେନ୍ ଉପହାର ଦେଲେ। ପୁଅ ପଚାରିଲା, ବାପା, ଏହା ତ କେବଳ ଗୋଟିଏ ପେନ୍, ଏଥିରେ ଏମିତି କ'ଣ ଖାସ୍ ଅଛି ଯେ ଆପଣ ମୋତେ ଏହାକୁ ଦେଲେ? ବାପା ହସିଲେ ଏବଂ କହିଲେ, ପୁଅ, ଏହି ପେନ୍ଟି ତତେ ଜୀବନ ଜୀଇବାର ଏକ ଶକ୍ତିଶାଳୀ ବ୍ୟକ୍ତିତ୍ୱ ଗଢ଼ିବାର 5ଟି ବଡ଼ ଶିକ୍ଷା ଦେବ। ଯଦି ତୁ ଏହାକୁ ବୁଝିଯିବୁ, ତେବେ ଦୁନିଆ ତୋର ଆଟିଚ୍ୟୁଡର ଦିୱାନା ହୋଇଯିବ। ଅଣ୍ଡର ପ୍ରେସର। ଦେଖ ଏହି ପେନ୍କୁ। କାଳି ସେତେବେଳେ ବାହାରେ ଯେତେବେଳେ ଏହା ଉପରେ ଟିକେ ଚାପ ବା ପ୍ରେସର ପଡ଼େ। ସେହିଭଳି ଜୀବନରେ ଯେତେବେଳେ ଚାପ ଆସିବ, ତୁ ଭାଙ୍ଗି ପଡ଼ିବୁ ନାହିଁ। ମନେ ରଖିବୁ, ସେହି ଚାପ ହିଁ ତୋ ଭିତରେ ଥିବା ପ୍ରତିଭାକୁ ବାହାରକୁ ଆଣିବ। ନିଜ ଉପରେ ନିୟନ୍ତ୍ରଣ। ଦ ହ୍ୟାଣ୍ଡ ଦ୍ୟାଟ୍ ଗାଇଡ୍ସ। ପେନ୍ ନିଜେ କିଛି ଲେଖେ ନାହିଁ, ତାକୁ କେହି ଜଣେ ଧରିଥାଏ। ସେହିପରି ତୁ ଯେତେ ବଡ଼ ହେଲେ ବି ନିଜର ସଂସ୍କାର ଏବଂ ଗୁରୁଜନମାନଙ୍କର ମାର୍ଗଦର୍ଶନରେ ରହିବୁ। ଯେତେବେଳେ ତୁ ନିଜକୁ ଜଣେ ଭଲ ମଣିଷର ହାତରେ ସମର୍ପଣ ଦେବୁ, ତୁ ଇତିହାସ ରଚିବୁ। ଭିତରର ମୂଲ୍ୟ। ଭ୍ୟାଲ୍ୟୁ କମ୍ସ ଫ୍ରମ୍ ୱିଦିନ୍। ପେନ୍ଟି ସୁନାରେ ହେଉ କି ପ୍ଲାଷ୍ଟିକର, ତାର ପ୍ରକୃତ ମୂଲ୍ୟ ତାର ବାହାର ରୂପରେ ନଥାଏ, ବରଂ ତା ଭିତରେ ଥିବା କାଳି ବା ଇଙ୍କ ଉପରେ ଥାଏ। ସେହିପରି ତୋର ପୋଷାକ କେତେ ଦାମୀ ସେଇଟା ଗୁରୁତ୍ୱପୂର୍ଣ୍ଣ ନୁହେଁ, ତୋ ଭିତରେ ଥିବା ଜ୍ଞାନ ଏବଂ ଚରିତ୍ର ହିଁ ଲୋକମାନଙ୍କୁ ଆକର୍ଷିତ କରିବ। ସ୍ଥାୟୀ ପ୍ରଭାବ। ଦ ପରମାନେଣ୍ଟ ମାର୍କ। ପେନସିଲରେ ଲେଖିଲେ ଲିଭେଇ ଦେଇ ହୁଏ, କିନ୍ତୁ ପେନ୍ରେ ଲେଖିଲେ ତାହା ସବୁଦିନ ପାଇଁ ରହିଯାଏ। ଅତୀତ ଏମିତି ଏକ ପୃଷ୍ଠା ଯାହାକୁ ଲିଭେଇ ପୁଣି ଥରେ ଲେଖାଯାଇପାରେ ନା। ସେଥିପାଇଁ ବର୍ତ୍ତମାନକୁ ଏମିତି ଲେଖ ଯେମିତି ଭବିଷ୍ୟତରେ ଅତୀତ ପାଇଁ କୌଣସି ଅନୁତାପ ହିଁ ନଥିବ। ତେଣୁ ଜୀବନରେ ଏମିତି କାମ କର ଏବଂ ଏମିତି ଆଟିଚ୍ୟୁଡ ରଖ ଯେମିତି ତୋର କଥା ଏବଂ କାମ ଲୋକଙ୍କ ମନ ଭିତରେ ଏକ ସ୍ଥାୟୀ ଛାପ ଛାଡ଼ିବ। ତୁ ଗଲା ପରେ ବି ଲୋକେ ତତେ ଝୁରିବେ। ଅଟକିବୁ ନାହିଁ, ବୋହି ଚାଲିବୁ। ଫ୍ଲୋ। ଯଦି ପେନ୍ର କ୍ୟାପ୍ ବହୁ ସମୟ ଖୋଲା ରୁହେ, ତେବେ ତାର କାଳି ଶୁଖିଯାଏ। ସେହିପରି ନିଜ ମସ୍ତିଷ୍କକୁ ଅଳସୁଆ ରଖିବୁ ନାହିଁ। ନୂଆ ନୂଆ ଜିନିଷ ଶିଖିବାଟାକୁ ଜାରି ରଖିଥିବୁ, ଯେମିତି ତୋର ବ୍ୟକ୍ତିତ୍ୱ ସବୁବେଳେ ଫ୍ରେଶ୍ ରହିବ। ମଣିଷ ନିଶ୍ୱାସ ପଛେ ଶେଷ ହୋଇଯିବ, କିନ୍ତୁ ଯଦି ସେ ଶିଖିବାକୁ ଲାଗେ, ତେବେ ବି 100 ବର୍ଷରେ ମାତ୍ର ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ
सी 1% जानिपारिब। नुआ जानिबा एवं नुआ शिखिबा तोते उच्च आसନରେ अलंकृत करिब। तो ज्ञान जानिबाको लोकଙ୍କ भितरे सबुबेले उत्कंठा रहिब। तेणु बंधुगण ସେହି पेन भଳି हुअନ୍ତୁ ଯାହାର ମୂଲ୍ୟ 5 ଟଙ୍କା ହୋଇଥାଉ ପଛେ ଯେତେବେଳେ ସେ ଚାଲେ ସେତେବେଳେ ସେ କାହାଣୀ ବଦଳେଇ ଦିଏ। 5 ଟଙ୍କାର ପେନ୍ 5 କୋଟିର ଚେକ୍ ଲେଖିଥାଏ। ନିଜକୁ ସେହି ପେନ୍ ଭଳି କରିଦିଅନ୍ତୁ। ବାହାରୁ ଯେତେ ସାଧାରଣ ହୋଇଥାନ କାହିଁକି ଯେତେବେଳେ କାହାର ଦରକାର ପଡ଼ିବ ସେତେବେଳେ ସମ୍ମାନର ସହ ତୁମେ ଖୋଜା ପଡ଼ିବ। ଆପଣଙ୍କ ଏହି ଆଟିଚ୍ୟୁଡ୍ କେବଳ ଆପଣଙ୍କର ଗର୍ବ ନୁହେଁ, ଏହା ଆପଣଙ୍କର ପରିଚୟ ହେବା ଦରକାର। ଆପଣ ଗୋଟିଏ ଖୋଲା ବହି ହୁଅନ୍ତୁ ନାହିଁ ଯାହାକୁ ସମସ୍ତେ ଗୋଟିଏ ମିନିଟରେ ପଢ଼ିକି ସାରିଦେବେ। ଆଉ ନିଜ ଭିତରେ ଟିକେ ରହସ୍ୟ ରଖନ୍ତୁ। ଯେତେବେଳେ ଆପଣ କମ୍ କୁହନ୍ତି ଲୋକେମାନେ ଆପଣଙ୍କୁ ଶୁଣିବା ପାଇଁ ଅପେକ୍ଷା କରନ୍ତି। କଥା ହେବା ସମୟରେ ବ୍ରେକ୍ ନିଅନ୍ତୁ। ସାମ୍ନା ଲୋକଙ୍କୁ କହିବାର ସୁଯୋଗ ଦିଅନ୍ତୁ। ଆତ୍ମବିଶ୍ୱାସର ସୀମା ହାଇ ଭ୍ୟାଲ୍ୟୁ ବଡି ଲାଙ୍ଗୁଏଜ। ଆପଣଙ୍କ କଥା ଅପେକ୍ଷା ଆପଣଙ୍କ ଶରୀର ଅଧିକ କଥା କହିଥାଏ। ଆଇ କଣ୍ଟାକ୍ଟ କଥା ହେବା ବେଳେ ଆଖିରେ ଆଖି ମିଶାଇ କଥା ହୁଅନ୍ତୁ। ପୋଶ୍ଚର ସିଧା ଛିଡ଼ା ହୁଅନ୍ତୁ, କାନ୍ଧ ତଳକୁ ଝୁଲାନ୍ତୁ ନାହିଁ। ସ୍ମାଇଲ୍ ଏକ ହାଲୁକା କିନ୍ତୁ ଅସଲି ହସ ସବୁବେଳେ ମୁହଁରେ ରଖନ୍ତୁ। କି ମେସେଜ ଲୋକେମାନେ ଆପଣଙ୍କ ଚେହେରାକୁ ନୁହେଁ ବରଂ ଆପଣଙ୍କ ଆତ୍ମବିଶ୍ୱାସକୁ ଦେଖି ଆକର୍ଷିତ ହୁଅନ୍ତି। ନିଜ ଦୁନିଆରେ ବ୍ୟସ୍ତ ରୁହନ୍ତୁ। ଡୋଣ୍ଟ ବି ଆଭେଲେବଲ। ସବୁବେଳେ ଉପଲବ୍ଧ ରହିବା ଦ୍ୱାରା ସମ୍ମାନ କମିଥାଏ। ଯଦି ଆପଣ କାହାର ଗୋଟିଏ କଲ୍ ବା ମେସେଜରେ ତୁରନ୍ତ ଦୌଡ଼ିଯିବେ ତେବେ ସେମାନେ ଆପଣଙ୍କୁ ଗୁରୁତ୍ୱ ଦେବେ ନାହିଁ। ନିଜର କ୍ୟାରିୟର, ହବି ଏବଂ ସ୍ୱପ୍ନ ପାଇଁ ପାଗଳ ହୋଇଯାଆନ୍ତୁ। ଲୋକେମାନେ ସେହି ବ୍ୟକ୍ତି ସହ କଥା ହେବାକୁ ଭଲ ପାଆନ୍ତି ଯାହାର ନିଜର ଏକ ସୁନ୍ଦର ଦୁନିଆ ଥାଏ। କିନ୍ତୁ ଦର୍ଶକ ବନ୍ଧୁ, ଆଟିଚ୍ୟୁଡର ପ୍ରକୃତ ଅର୍ଥ ଏହା ନୁହେଁ କି ଆପଣ ଅଭଦ୍ର ହୋଇଯିବେ। ପ୍ରକୃତ ଆଟିଚ୍ୟୁଡ ସେଇଟା ଯେଉଁଠି ଆପଣ ନିଜକୁ କମ୍ ନୁହେଁ ଏବଂ ଅନ୍ୟକୁ ଛୋଟ ମନେ କରନ୍ତି ନାହିଁ। ଲୋକଙ୍କ ନାଁ ଧରି ଡାକନ୍ତୁ। ସେମାନଙ୍କ କଥାକୁ ଆଗ୍ରହର ସହ ଶୁଣନ୍ତୁ। ସେମାନଙ୍କୁ ଲାଗିବା ଦରକାର ଆପଣଙ୍କ ସହ କଥା ହେଲେ ସେ କିଛି ଭଲ ଅନୁଭବ କରୁଛନ୍ତି। ତେବେ ବନ୍ଧୁଗଣ, ଆଟିଚ୍ୟୁଡ କୌଣସି ଦୋକାନରେ ମିଳେ ନାହିଁ, ଏହା ତ ନିଜ ଭିତରେ ଆସେ। ଯେବେ ଆପଣ ନିଜକୁ ଭଲ ପାଇବେ ଦୁନିଆ ଆପଣଙ୍କୁ ଭଲ ପାଇବ। ଏମିତି ବ୍ୟକ୍ତିତ୍ୱ ତିଆରି କରନ୍ତୁ କି ଲୋକେ ଆପଣଙ୍କୁ କିଛି ଖରାପ କହିବା ପୂର୍ବରୁ 10 ଥର ଭାବିବେ। ଯଦି ଆପଣ ତୁରନ୍ତ ରାଗିଯାଆନ୍ତି ତେବେ ଆପଣ ତାଙ୍କ ନିୟନ୍ତ୍ରଣରେ ଅଛନ୍ତି। କିନ୍ତୁ ଯଦି ଆପଣ କେବଳ ହସି ଦେଇ ସେଠାରୁ ଚାଲିଯିବେ ବା ଶାନ୍ତ ଭାବି ତାଙ୍କ ଆଖିକୁ ଚାହିଁବେ ତେବେ ସାମ୍ନା ଲୋକ ନିଜେ ଛୋଟ ଅନୁଭବ କରିବ। ନିଜ ରିମୋଟର କଣ୍ଟ୍ରୋଲ ଅନ୍ୟ ହାତରେ କେବେ ଦିଅନ୍ତୁ ନାହିଁ। ଗୋଟିଏ ସୁନ୍ଦର ଫୁଲ ପାଖକୁ ମହୁମାଛି ଆପେ ଆପେ ଆସେ। ଫୁଲକୁ ଡାକିବାକୁ ପଡ଼େ ନାହିଁ। ନିଜର ଡ୍ରେସିଂ ସେନ୍ସ ଏବଂ ସଫାସୁତୁରା ଉପରେ ଧ୍ୟାନ ଦିଅନ୍ତୁ। ଯଦି ଆପଣଙ୍କୁ ଦେଖିଲେ ଫ୍ରେଶ ଏବଂ ଡିସିପ୍ଲିନ ଲାଗିବ ତେବେ ଲୋକେ ଆପଣଙ୍କ ବ୍ୟକ୍ତିତ୍ୱକୁ ସମ୍ମାନ ଦେବେ। ଜଣେ ସାଧାରଣ ମଣିଷ ପରି କାମ କର କିନ୍ତୁ ଜଣେ ରାଜା ପରି ଚିନ୍ତା କର। ସମ୍ପତ୍ତି ହିଁ ସବୁଠାରୁ ବଡ଼ ଆଟିଚ୍ୟୁଡ। ସବୁଠାରୁ ପ୍ରଥମ ନିୟମ ନିଜର ଭ୍ୟାଲ୍ୟୁ ବଢ଼ାନ୍ତୁ। ଯଦି ଆପଣ ଦିନସାରା ଫ୍ରି ରହିବେ ତେବେ ଲୋକେ ଆପଣଙ୍କୁ ଫାଲତୁ ଭାବି ନେବେ। ଆପଣଙ୍କ ଆଟିଚ୍ୟୁଡ ଏମିତି ହେବା ଦରକାର ଯେ ଆପଣ ନିଜ ସମୟକୁ ଟଙ୍କାରେ ବଦଳାଉଛନ୍ତି। ଯେଉଁ ସମୟରେ ଆପଣ ଅନ୍ୟର ଷ୍ଟାଟସ ଦେଖୁଛନ୍ତି ସେହି ସମୟରେ ନିଜର ବ୍ୟାଙ୍କ ବାଲାନ୍ସ କେମିତି ବଢ଼ିବ ସେଥିରେ ଲଗାନ୍ତୁ। ଯେଉଁଦିନ ଆପଣଙ୍କ ପାଖରେ ଫାଇନାନ୍ସିଆଲ ଫ୍ରିଡମ୍ ଥିବ ସେଦିନ ଆପଣଙ୍କୁ ଆଉ କାହା ଆଗରେ ମୁଣ୍ଡ ନୁଆଇବାକୁ ପଡ଼ିବନି। ଲୋକେ ସେହି ମଣିଷ ପଛରେ ପାଗଳ ହୁଅନ୍ତି ଯାହାର ନିଜସ୍ୱ ଏକ ସାମ୍ରାଜ୍ୟ ଥାଏ। ଦ୍ୱିତୀୟ କଥା, ଦାମୀ ପୋଷାକ ପିନ୍ଧିଲେ କେହି ବଡ଼ ହୋଇଯାଏନି। ସ୍ମାର୍ଟ ଫାଇନାନ୍ସିଆଲ ପ୍ଲାନିଂ। ସେହି ଟଙ୍କାକୁ ଭୁଲ ଜାଗାରେ ଖର୍ଚ୍ଚ ନ କରି ନିଜ ଉପରେ ଇନଭେଷ୍ଟ କରନ୍ତୁ। ଶିଖନ୍ତୁ କିପରି ଟଙ୍କା ରୋଜଗାର କରାଯାଏ। ଅନଲାଇନ୍ ଲର୍ଣ୍ଣିଂ, କିପରି ସଠିକ୍ ଜାଗାରେ ନିବେଶ ବା ଇନଭେଷ୍ଟମେଣ୍ଟ କରାଯାଏ। ଯେତେବେଳେ ଆପଣଙ୍କର ଜ୍ଞାନ ଏବଂ ରୋଜଗାର ବଢ଼ିଯିବ ଆପଣଙ୍କ ଆଖିରେ ଏକ ଅଲଗା ପ୍ରକାରର ଆତ୍ମବିଶ୍ୱାସ ଆସିଯାଇଥିବ। ସେହି ଚମକ ହିଁ ଲୋକଙ୍କୁ ଆପଣଙ୍କ ପ୍ରତି ଆକର୍ଷିତ କରିବ। କଥା କମ୍ କୁହନ୍ତୁ, କାମରେ ଅଧିକ କରି ଦେଖାନ୍ତୁ।
ଲୋକଙ୍କ ଆଗରେ ନିଜର ଦୁଃଖ କଥା କହି କାନ୍ଦନ୍ତୁ ନାହିଁ। ଆପଣଙ୍କ ଆର୍ଥିକ ଯୋଜନା ବା ସଫଳତାର ରହସ୍ୟ କାହାକୁ କୁହନ୍ତୁ ନାହିଁ। ଚୁପଚାପ କାମ କରନ୍ତୁ ଏବଂ ଆପଣଙ୍କ ସକ୍ସେସକୁ ଶବ୍ଦ କରିବାକୁ ଦିଅନ୍ତୁ। ଯେତେବେଳେ ଲୋକ ଦେଖିବେ କି ଆପଣ ମାତ୍ର କିଛି ମାସ ଭିତରେ ନିଜକୁ ବଦଳାଇ ଦେଇଛନ୍ତି, ସେମାନଙ୍କ ଭିତରେ କୌତୂହଳ ସୃଷ୍ଟି ହେବ। ସେମାନେ ଜାଣିବାକୁ ଚାହିଁବେ ଏମିତି ସେ କ'ଣ କରୁଛି, ଏତେ ପଇସା ସେ କେଉଁଠୁ ପାଇଲା। ବନ୍ଧୁଗଣ, ମନେ ରଖନ୍ତୁ, ଆପଣ ନିଜ ଜୀବନ ରୂପକ ବହିର ଲେଖକ ନିଜେ ଅଟନ୍ତି। ଆପଣଙ୍କ ଆଟିଚ୍ୟୁଡ୍ ହେଉଛି ସେହି ପେନ୍। ଯଦି ଆପଣଙ୍କ ପେନ୍ରେ ଜ୍ଞାନର କାଳି ଅଛି, ଶୃଙ୍ଖଳାର ଠିପି ଅଛି ଏବଂ ଅନ୍ୟକୁ ସମ୍ମାନ ଦେବାର କଳା ଅଛି, ତେବେ ଦୁନିଆର କୌଣସି ବି ଶକ୍ତି ଆପଣଙ୍କୁ ଜଣେ ଲିଜେଣ୍ଡ ହେବାରୁ ଅଟକାଇ ପାରିବ ନାହିଁ। ତେଣୁ ବନ୍ଧୁ, ଆଜିଠାରୁ ନିଜର ଆଟିଚ୍ୟୁଡ୍ ବଦଳାନ୍ତୁ। ଲୋକଙ୍କ ପଛରେ ନୁହେଁ, ନିଜର ଲକ୍ଷ୍ୟ ଏବଂ ରୋଜଗାର ପଛରେ ପଡ଼ନ୍ତୁ। ଯଦି ଆପଣ ବି ନିଜ ଜୀବନରେ ଏହି ପରିବର୍ତ୍ତନ ଆଣିବାକୁ ଚାହାନ୍ତି, ତେବେ କମେଣ୍ଟରେ ଲେଖନ୍ତୁ, ମୁଁ ନିଜକୁ ଯୋଗ୍ୟ କରିବି। ଆଗକୁ ଭିଡ଼ିଓରେ ମୁଁ ଆପଣଙ୍କୁ କହିବି ଯେ କେମିତି ଆପଣ ଘରେ ବସି ପ୍ରଥମେ 10,000 ଟଙ୍କା ଆରାମସେ ରୋଜଗାର କରିପାରିବେ। ଆଜି ପାଇଁ ଏତିକି। ପୁଣି ଦେଖାହେବ ଏକ ନୂଆ ବାର୍ତ୍ତା ସହିତ। ସେହି ପର୍ଯ୍ୟନ୍ତ ଭଲରେ ରୁହନ୍ତୁ, ନିଜର ଯତ୍ନ ନିଅନ୍ତୁ, ନିଜକୁ ଯୋଗ୍ୟ କରନ୍ତୁ। ଜୟ ଶ୍ରୀ ଜଗନ୍ନାଥ, ଜୟ ଶ୍ରୀ କୃଷ୍ଣ। ଧନ୍ୟବାଦ।